ଶାରୀରିକ ବିକଳାଙ୍ଗତା କେହି ଜାଣିକି କରିଦିଏ ନାହିଁ କି କେହି ଆଜନ୍ମ ବି ହୋଇଥିବାର କାରଣ ମଧ୍ୟ ନାହିଁ। କିଏ ଦୁର୍ଘଟଣା ଯୋଗୁଁ ଶାରୀରିକ ବିକଳାଙ୍ଗ ହୋଇଯାଇଥାଏ ତ କିଏ ଏସିଡ୍ ମାଡ଼ରେ ଶାରୀରିକ ବିକଳାଙ୍ଗ ହୋଇଯାଇଥାଏ। କିଏ ଜନ୍ମଠାରୁ ମାତୃଗର୍ଭରୁ ହିଁ ବିକଳାଙ୍ଗ ହୋଇ ଜନ୍ମଗ୍ରହଣ କରିଥାଏ। ତେଣୁ ସେଇମାନେ ବୋଧହୁଏ ସବୁବେଳେ ଦୁଃଖ ପ୍ରକାଶ କରନ୍ତି ସେମାନଙ୍କର ଶରୀରର ଅକର୍ମଣ୍ୟତା ଯୋଗୁଁ। କିନ୍ତୁ ସେମାନଙ୍କ ପାଇଁ ଚିନ୍ତାର ଆଉ କାରଣ ନାହିଁ କିଛି। ସେମାନେ ନିଶ୍ଚିନ୍ତ ରହିବା ଦରକାର, କାରଣ ଆମର ଓଡ଼ିଶା ସରକାର ସାମ୍ପ୍ରତିକ ସମାଜରେ ଘୋଷଣା କରିଛନ୍ତି ଯେ ଯେଉଁମାନେ ଦିବ୍ୟାଙ୍ଗମାନଙ୍କୁ ବିବାହ ହେବେ ସେମାନଙ୍କୁ 1.5 ଲକ୍ଷ ଟଙ୍କାର ଉପହାର ରାଶି ପ୍ରଦାନ କରାଯିବ। ପୂର୍ବରୁ ଅନ୍ୟ ଆଲୋଚନା କରାଯାଇଥିଲା, କିନ୍ତୁ ବର୍ତ୍ତମାନ ଏହା ବିଚାର କରାଯାଇଛି ଯେ ଯେକୌଣସି ଝିଅ ଯଦି ଦିବ୍ୟାଙ୍ଗ ହେଉଥିବ ତାକୁ ଯେକୌଣସି ପୁଅ ଯଦି ବିବାହ କରିଲା ତେବେ ସେ ପୁଅଟିକୁ 1.5 ଲକ୍ଷ ଟଙ୍କା ଉପହାର ସ୍ୱରୂପ ଓଡ଼ିଶା ସରକାର ପ୍ରଦାନ କରିବେ। ଯଦି କୌଣସି ପୁଅ ବିକଳାଙ୍ଗ ହୋଇଥାଏ, ଯଦି କୌଣସି ଭଲ ଝିଅଟି ବିକଳାଙ୍ଗ ନ ହୋଇଥିବା ଝିଅଟି ତାଙ୍କୁ ବିବାହ କରିଥାନ୍ତି ତାହେଲେ ଓଡ଼ିଶା ସରକାରଙ୍କ ତରଫରୁ ସେଇ ଝିଅଟିକୁ 1.5 ଲକ୍ଷ ଟଙ୍କାଏ ଲେଖାଏ ଦିଆଯିବ। ତେଣୁ ଶାରୀରିକ ବିକଳାଙ୍ଗ ବ୍ୟକ୍ତିମାନଙ୍କର ଏଇଭଳି ପ୍ରକାର ସୁବିଧା ଦିଆଯିବାର କାରଣ ହେଉଛି ଏଇଆ ଯେ ଶାରୀରିକ ବିକଳାଙ୍ଗ ହେଉଥିବା ପୁଅଟି ଯଦି ଶାରୀରିକ ବିକଳାଙ୍ଗ ନଥିବା ଝିଅଟିକୁ ବିବାହର ହୁଏ ତାହେଲେ ସେ ସ୍ତ୍ରୀ ହୋଇଥିବା ଝିଅଟି ତାହାର ବିବାହର ପରେ ତାର ସେବା ଶୁଶ୍ରୂଷା କରିପାରିବ। ଏବଂ ଯଦି ଜଣେ ଝିଅ ଶାରୀରିକ ଅକର୍ମଣ୍ୟ ହୋଇଥାଏ ତାକୁ ବିବାହର ହୋଇଥିବା ପୁଅଟି ବିବାହର ପରେ ଯିଏକି ତାର ସ୍ୱାମୀ ହେବ ତାକୁ କିଛି ଦେଖାଶୁଣା କରିପାରିବ ବା ତାର ଯତ୍ନ ନେଇପାରିବ। ତେଣୁ ଏହା ଏକ ଓଡ଼ିଶା ସରକାରଙ୍କର ଗ୍ରହଣଯୋଗ୍ୟ ପଦକ୍ଷେପ ବୋଲି ମୁଁ ମନେ କରୁଛି। ଯଦି ଆପଣମାନେ ଏହାକୁ ସୁଚିନ୍ତିତ ମତଧାରା ଏବଂ ଓଡ଼ିଶା ସରକାରଙ୍କର ଭଲ ଯୋଜନା ଭାବୁଛନ୍ତି ତାହେଲେ ନିଶ୍ଚିନ୍ତ ଭାବରେ ଆପଣମାନେ ମୋର ଏଇ ଦେବୀପ୍ରସାଦ ଟିଚିଂ ଡାଏରୀ ଚ୍ୟାନେଲକୁ ସେୟାର, ସବସ୍କ୍ରାଇବ୍, ଲାଇକ୍, କମେଣ୍ଟ କରନ୍ତୁ। ଆଟଲିଷ୍ଟ ଥରେ ଦିବ୍ୟାଙ୍ଗ ଲୋକମାନଙ୍କର ଉପକାର କରାଯାଉଥିବାରୁ ମୋର ଏହି ଚ୍ୟାନେଲକୁ ବହୁମାତ୍ରାରେ ସେୟାର କରନ୍ତୁ, ଲାଇକ୍ କରିବା ସହିତ ସବସ୍କ୍ରାଇବ୍ କରନ୍ତୁ। ଜୟ ଜଗନ୍ନାଥ। ରହୁଛି।